କେବେ ଭାବିଛନ୍ତି ଗୋଟେ ରାଜ୍ୟର ମାନଚିତ୍ର ଖାଲି କିଛି ଗାର ନୁହେଁ, ତା ପଛରେ ଥାଏ ଗୋଟେ ଲମ୍ବା ସଂଘର୍ଷର କାହାଣୀ। ଠିକ୍ ସେମିତି ଆମ ଆଧୁନିକ ଓଡ଼ିଶାର କାହାଣୀ। ଏହିଟା ଏକତା ଆଉ ପରିଚୟ ପାଇଁ ହୋଇଥିବା ଏକ ଜବରଦସ୍ତ ସଂଗ୍ରାମର କଥା। ଚାଲନ୍ତୁ ଆଜି ସେଇ ଇତିହାସ ଭିତରକୁ ଯିବା। ଆଚ୍ଛା, ତମେ ଆଜିର ଆଲୋଚନାରେ ଆମେ କ'ଣ କ'ଣ ଦେଖିବା? ପ୍ରଥମେ କେମିତି ଓଡ଼ିଆମାନେ ଅଲଗା ଅଲଗା ହୋଇ ରହିଥିଲେ, ତାପରେ ଆସିବା ମହାଜାଗରଣ, ନୂଆ ରାଜ୍ୟର ନିର୍ମାତାମାନଙ୍କ କଥା, ଆଉ କେମିତି ଶେଷରେ ବିଜୟ ମିଳିଲା। ହେଲେ କାହାଣୀ ସେତିକିରେ ସରିନି, ତାପରେ ଦେଖିବା ଅସମ୍ପୂର୍ଣ୍ଣ ମିଶ୍ରଣର କଥା, ଆଉ ସବା ଶେଷରେ ପରୀକ୍ଷା ପାଇଁ କିଛି ଜରୁରୀ ପ୍ରଶ୍ନୋତ୍ତର ବି କରିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ଆନ୍ଦୋଳନ ଆରମ୍ଭ କାହିଁକି ହେଲା? ମୂଳ ସମସ୍ୟା ଥିଲା ବିଖଣ୍ଡନ। ଆଜିର ଓଡ଼ିଶା ଦେଖିବା ପୂର୍ବରୁ ଓଡ଼ିଆ ଭାଷା କହୁଥିବା ଲୋକମାନେ ଗୋଟିଏ ଶାସନରେ ନଥିଲେ, ସେମାନେ ଅଲଗା ଅଲଗା ଜାଗାରେ ଛିନ୍ନଛିତ୍ର ହୋଇ ରହିଥିଲେ। ଆଉ ଏଇଠୁ ହିଁ ସବୁ ସମସ୍ୟାର ଆରମ୍ଭ। ଜାଣନ୍ତି 19 ଶତାବ୍ଦୀରେ ସ୍ଥିତି କେମିତି ଥିଲା? ଓଡ଼ିଆ ଲୋକମାନେ 3ଟା ବଡ଼ ବ୍ରିଟିଶ ପ୍ରଦେଶରେ ବାଣ୍ଟି ହୋଇଯାଇଥିଲେ। କିଛି ବଙ୍ଗଳାରେ, କିଛି ମାଡ୍ରାସରେ ଆଉ କିଛି କେନ୍ଦ୍ରୀୟ ପ୍ରଦେଶରେ। ଫଳରେ କ'ଣ ହେଲା ନା ତାଙ୍କର କିଛି ରାଜନୈତିକ ପରିଚୟ ରହିଲା, ନା ପ୍ରଶାସନ ତାଙ୍କ କଥା ଶୁଣିଲା, ଆଉ ସବୁଠୁ ବଡ଼ କଥା, ଓଡ଼ିଆ ଭାଷା ହିଁ ନିଜ ମାଟିରେ ଅବହେଳିତ ହେବାକୁ ଲାଗିଲା। ଗୋଟେ ପ୍ରକାର ପରିଚୟ ସଙ୍କଟ ସୃଷ୍ଟି ହୋଇଗଲା। କିନ୍ତୁ ଗୋଟେ ଏମିତି ଘଟଣା ଘଟିଲା ଯାହା ଏହି ଶୋଇପଡ଼ିଥିବା ଜାତିକୁ ପୂରାପୂରି ହଲାଇଦେଲା, ଗୋଟେ ମହାଜାଗରଣ ଆଣିଲା। ଆସନ୍ତୁ ଜାଣିବା ସେହି ପରିବର୍ତ୍ତନର କାରଣ କ'ଣ ଥିଲା। ଏଇ ସଂଖ୍ୟାକୁ ଦେଖନ୍ତୁ, 10 ଲକ୍ଷ। ଏଇଟା 1866ର ଭୟଙ୍କର ଦୁର୍ଭିକ୍ଷରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଆନୁମାନିକ ସଂଖ୍ୟା। ଭାବିଲେ ଦେହ ଶୀତେଇଯାଏ। ସେତେବେଳର ଜନସଂଖ୍ୟାର ପ୍ରାୟ 1/3 ଲୋକ ଏ ଦୁର୍ଭିକ୍ଷରେ ଚାଲିଗଲେ। ଆଉ ଏହି 9 ଅଙ୍କ ଦୁର୍ଭିକ୍ଷ ହିଁ ସମସ୍ତଙ୍କ ଆଖି ଖୋଲିଦେଲା। ଲୋକେ ବୁଝିଗଲେ ଯେ ଆମେ ଅଲଗା ଅଲଗା ହୋଇ ରହିଥିବାରୁ ହିଁ ଆମର ଏ ଦୁର୍ଦ୍ଦଶା। ଏହି ଦୁର୍ଭିକ୍ଷ ହିଁ ସେହି ଚିଙ୍ଗାରି ଥିଲା, ଯାହା ରାଜନୈତିକ ଆଉ ସାମାଜିକ ଜାଗରଣର ନିଆଁ ଲଗେଇଦେଲା। ଲୋକେ ବୁଝିଗଲେ ଯେ ଏକାଠି ନ ହେଲେ ବଞ୍ଚିବା ମୁସ୍କିଲ। ତ ଏହି ଜାଗରଣକୁ ବାଟ ଦେଖେଇବ କିଏ? ଆନ୍ଦୋଳନକୁ ଆଗକୁ ନେବ କିଏ? ଏବେ ଆସନ୍ତୁ ସେହି ମହାନ ନେତା ଆଉ ସେହି ସଂଗଠନ କଥା ଜାଣିବା, ଯେଉଁମାନେ ଏହି ନୂଆ ଓଡ଼ିଶାର ମୂଳଦୁଆ ପକାଇଥିଲେ। ଆଉ ସେହି ସଂଗଠନର ନାଁ ଥିଲା ଉତ୍କଳ ସମ୍ମିଳନୀ। 1903ରେ ଏହାକୁ ପ୍ରତିଷ୍ଠା କରିଥିଲେ ମଧୁସୂଦନ ଦାସ। ମନେ ରଖିବେ, ଭାଷାକୁ ନେଇ ଗୋଟେ ରାଜ୍ୟ ଗଠନ ପାଇଁ ଏହା ଭାରତର ପ୍ରଥମ ସଂଗଠିତ ଆନ୍ଦୋଳନ ଥିଲା। ଏହାର ଗୋଟିଏ ହିଁ ଲକ୍ଷ୍ୟ ଥିଲା, ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା। ଆଚ୍ଛା, ଏବେ ଆସିଲା ପରୀକ୍ଷା ପାଇଁ ଗୋଟେ ବଢ଼ିଆ ସର୍ଟ ଟ୍ରିକ୍। ଦେଖନ୍ତୁ, 2 ଜଣ ମହାନ ନେତା ଥିଲେ, ମଧୁସୂଦନ ଦାସ ଆଉ ଗୋପବନ୍ଧୁ ଦାସ। ଦୁହିଁଙ୍କ କାମ କରିବାର ଶୈଳୀ ଟିକେ ଅଲଗା ଥିଲା। ମଧୁବାବୁ ଥିଲେ ଆନ୍ଦୋଳନର ସ୍ଥପତି। ସେ ଆଇନଗତ ଆଉ କୂଟନୈତିକ ସ୍ତରରେ ଲଢ଼ୁଥିଲେ। ସେପଟେ ଗୋପବନ୍ଧୁ ଦାସ ଥିଲେ ଜନତାଙ୍କ ନେତା। ସେ ତୃଣମୂଳ ସ୍ତରରେ ଲୋକଙ୍କୁ ଯୋଡ଼ୁଥିଲେ, ଶିକ୍ଷା ଆଉ ସାମାଜିକ ସଂସ୍କାର ଉପରେ କାମ କରୁଥିଲେ। ତେଣୁ ଜଣେ ଥିଲେ ଆର୍କିଟେକ୍ଟ ଆଉ ଜଣେ ଥିଲେ ଜନ ଆନ୍ଦୋଳନର ପ୍ରାଣକେନ୍ଦ୍ର। ଏତେ ସଂଘର୍ଷ, ଏତେ ପରିଶ୍ରମ। ତେବେ ଏହାର ଫଳ କ'ଣ ମିଳିଲା? ହଁ, ନିଶ୍ଚୟ ମିଳିଲା। ଶେଷରେ ସେହି ବିଜୟର ମୁହୂର୍ତ୍ତ ଆସିଲା, ଯେତେବେଳେ ଏକ ସ୍ୱତନ୍ତ୍ର ପ୍ରଦେଶର ସ୍ୱପ୍ନ ସତ ହେଲା। ଏଇ ଯାତ୍ରାକୁ ଟିକେ ଦେଖନ୍ତୁ। 1903ରେ ଉତ୍କଳ ସମ୍ମିଳନୀରୁ କାହାଣୀ ଆରମ୍ଭ ହେଲା। 1912ରେ ଗୋଟେ ଛୋଟ ପଦକ୍ଷେପ ମିଳିଲା, ଯେତେବେଳେ ବିହାର ଓଡ଼ିଶା ପ୍ରଦେଶ ଗଠନ ହେଲା। ତାପରେ 1927ରେ ସାଇମନ କମିଶନ ବି କହିଲେ ଯେ ହଁ, ଭାଷା ଆଧାରରେ ରାଜ୍ୟ ହେବା ଦରକାର। ଆଉ ଶେଷରେ 1935ର ଭାରତ ସରକାର ଅଧିନିୟମ ରାସ୍ତା ଖୋଲିଦେଲା। ଆଉ 1936ରେ ଆମ ସ୍ୱପ୍ନ ପୂରା ହେଲା। ଆଉ ସେ ଐତିହାସିକ ଦିନ ଥିଲା ଏପ୍ରିଲ 1, 1936। ଏଇ ତାରିଖଟା ଭଲ ଭାବରେ ମନେ ରଖିବେ, କାରଣ ଏଇଟା ପରୀକ୍ଷାରେ ବାରମ୍ବାର ଆସେ। ଓଡ଼ିଶା ହିଁ ବ୍ରିଟିଶ ଭାରତରେ ଭାଷା ଭିତ୍ତିରେ ଗଠିତ ହୋଇଥିବା ପ୍ରଥମ ରାଜ୍ୟ ଥିଲା। ଏହା କେତେ ବଡ଼ ଉପଲବ୍ଧି ଥିଲା ଭାବନ୍ତୁ ତ। ହେଲେ କାହାଣୀ କ'ଣ ଏଇଠି ସରିଗଲା? ନା, ଆଦୌ ନୁହେଁ। 1936ରେ ଯେଉଁ ଓଡ଼ିଶା ତିଆରି ହେଲା, ତାହା ଅଧୁରା ଥିଲା। ଏବେ ବି ବହୁତ କାମ ବାକି ଥିଲା। କାହିଁକି ନା ସେଥିରେ ଗର୍ଜାତ ରାଜ୍ୟଗୁଡ଼ିକ ସାମିଲ ନଥିଲେ। ତେବେ ପ୍ରଶ୍ନ ଉଠୁଛି, ଏକ ସମ୍ପୂର୍ଣ୍ଣ ଓଡ଼ିଶାର ସ୍ୱପ୍ନ କ'ଣ ସତରେ ପୂରଣ ହୋଇଥିଲା? ଏହି ପ୍ରଶ୍ନର ଉତ୍ତର ଆମକୁ ନେଇଯିବ ସ୍ୱାଧୀନତା ପରବର୍ତ୍ତୀ ସମୟକୁ, ଯେଉଁଠି ମିଶ୍ରଣର ଏକ ନୂଆ ଆଉ ଜଟିଳ ଅଧ୍ୟାୟ ଆରମ୍ଭ ହେଲା। ଦେଖନ୍ତୁ, ସେତେବେଳେ 26ଟି ଛୋଟ ଛୋଟ ଗଡ଼ଜାତ ରାଜ୍ୟ ଥିଲେ, ଯାହା ଓଡ଼ିଶା ପ୍ରଦେଶ ବାହାରେ ଥିଲେ। 1947ରେ ଦେଶ ସ୍ୱାଧୀନ ହେବା ପରେ ଏମାନଙ୍କୁ ମିଶେଇବାର ବଡ଼ ଚ୍ୟାଲେଞ୍ଜ ଆସିଲା। ଆଉ ଏହି ମିଶନର ନେତୃତ୍ୱ ନେଲେ ହରେକୃଷ୍ଣ ମହତାବ, ସର୍ଦ୍ଦାର ପଟେଲ ଆଉ ଭିପି ମେନନ। ପ୍ରଥମେ ତ ରାଜାମାନେ ରାଜି ହେଉନଥିଲେ, କିନ୍ତୁ ଶେଷରେ 1958 ସୁଦ୍ଧା ମୟୂରଭଞ୍ଜ ସହିତ ସବୁ ରାଜ୍ୟ ଓଡ଼ିଶାରେ ମିଶିଗଲେ, ଆଉ ଆମ ଆଧୁନିକ ଓଡ଼ିଶାର ପୁରା ମାନଚିତ୍ର ତିଆରି ହେଲା। ହେଲେ ଏହି ମିଶ୍ରଣ ପ୍ରକ୍ରିୟା ସବୁବେଳେ ସହଜ ନଥିଲା।
ଏହା ଭିତରେ କିଛି ଦୁଃଖଦ ଘଟଣା ବି ଘଟିଥିଲା। 1948 ଜାନୁଆରୀ 1 ତାରିଖର ଖରସୁଆଁ ଗୋଳିକାଣ୍ଡ ସେହିଭଳି ଏକ କଳା ଦିନ ଥିଲା, ଯେଉଁଠି ଓଡ଼ିଶା ସହ ମିଶ୍ରଣକୁ ବିରୋଧ କରୁଥିବା କିଛି ଆଦିବାସୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ଏହା ଦର୍ଶାଏ ଯେ ଏହି ମିଶ୍ରଣ କେତେ ଜଟିଳ ଥିଲା। ଚାଲନ୍ତୁ ଏବେ ଏକ ରାପିଡ୍ ରିଭିଜନ କରିନେବା। ପରୀକ୍ଷାରେ କେମିତି ପ୍ରଶ୍ନ ଆସିପାରେ ସେଟା ଟିକେ ଦେଖିବା। ମୁଁ ପ୍ରଶ୍ନ ପଚାରିବି, ଆପଣମାନେ ମନେ ମନେ ଉତ୍ତର ଭାବନ୍ତୁ। ପ୍ରଥମ ପ୍ରଶ୍ନ, ଓଡ଼ିଆ ଏକୀକରଣ ଆନ୍ଦୋଳନର ମୁଖ୍ୟ ସ୍ଥପତି ବା ଆର୍କିଟେକ୍ଟ କିଏ ଥିଲେ ଆଉ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା କିଏ ଥିଲେ? ମନେ ପକାନ୍ତୁ। ଠିକ୍ ଭାବିଛନ୍ତି। ଉତ୍ତର ହେଉଛି ମଧୁସୂଦନ ଦାସ। ଆଉ ତାଙ୍କୁ କେଉଁ ଉପାଧିରେ ଜଣାଯାଏ? ଉତ୍କଳ ଗୌରବ। ଏଇଟା ବି ମନେ ରଖିବେ। ଦ୍ୱିତୀୟ ପ୍ରଶ୍ନ, 1866ର ସେହି ଭୟଙ୍କର ଘଟଣା କ'ଣ ଥିଲା ଯାହା ପୁରା ଆନ୍ଦୋଳନ ପାଇଁ ଏକ କ୍ୟାଟାଲିଷ୍ଟ ବା ଉତ୍ପ୍ରେରକ ଭାବେ କାମ କଲା? କ'ଣ ଥିଲା ତାର ନାଁ? ହଁ, ଏହାର ଉତ୍ତର ହେଲା 1868ର ଓଡ଼ିଶା ଦୁର୍ଭିକ୍ଷ। ଆଉ ଏହାର ସ୍ଥାନୀୟ ନାଁ କ'ଣ? ନଅଙ୍କ ଦୁର୍ଭିକ୍ଷ। ଦୁଇଟା ଯାକ ନାଁ ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଶେଷ ପ୍ରଶ୍ନ, କେଉଁ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ଆଉ ତାର ମୁଖ୍ୟ ବୈଶିଷ୍ଟ୍ୟ କ'ଣ ଥିଲା? ଏଇଟା ତ ସମସ୍ତଙ୍କର ମନେ ଥିବ। ଏକଦମ ଠିକ୍। ତାରିଖ ଥିଲା 1 ଏପ୍ରିଲ 1936 ଆଉ ଏହାର ସବୁଠୁ ବଡ଼ ବିଶେଷତା ହେଲା ଏହା ଭାଷା ଭିତ୍ତିରେ ଗଠିତ ଭାରତର ପ୍ରଥମ ପ୍ରଦେଶ। ଏହା ଭାରତ ଇତିହାସରେ ଓଡ଼ିଶାର ଏକ ଅଗ୍ରଣୀ ଭୂମିକାକୁ ଦର୍ଶାଏ। ତେବେ ଶେଷରେ ଗୋଟେ କଥା ଭାବିବା ପାଇଁ ଛାଡ଼ିଯାଉଛି। କେବେ ଭାବିଛନ୍ତି ଗୋଟେ ଅଞ୍ଚଳର ପ୍ରଶାସନିକ ସୀମା ମାନେ ତାର ମାନଚିତ୍ରର ଗାର କେମିତି ଖାଲି ରାଜନୀତିକୁ ନୁହେଁ ବରଂ ସେଠାକାର ଲୋକଙ୍କର ସଂସ୍କୃତି ଆଉ ପରିଚୟର ବଞ୍ଚିବା ମରିବା ସହ ଯୋଡ଼ି ହୋଇଥାଏ? ଏହା ଉପରେ ନିଶ୍ଚୟ ଚିନ୍ତା କରିବେ।